ପ୍ରେମର ଅର୍ଥ ନୁହେଁ କେବଳ ଜଣେ ଝିଅ ଜଣେ ପୁଅକୁ କିମ୍ବା ଜଣେ ପୁଅ ଜଣେ ଝିଅକୁ ଭଲ ପାଇବା। ପ୍ରେମର ଅର୍ଥ ଏତେ ବିସ୍ତୃତ ଏତେ ବିସ୍ତାର ଯେ ତାକୁ ଆମେ କେବେ ହେଲେ ମାପିପାରିବୁ ନାହିଁ, କଳନା କରିପାରିବୁ ନାହିଁ। ସେ ଅନନ୍ତ ଅସୀମ। ପ୍ରେମ ହେଉଛି ଏପରି ଏକ ଶବ୍ଦ ସମସ୍ତଙ୍କ ନିକଟରେ ଅଛି। ସମସ୍ତେ ସମସ୍ତଙ୍କୁ ପ୍ରେମ କରିପାରିବେ। ଯେତେବେଳେ ପୁଅଟି ବାପାଙ୍କ ପାଖକୁ ପଇସା ପଠାଇଥାଏ, ବାପା ତାକୁ ଅତି ଶ୍ରଦ୍ଧାରେ କହନ୍ତି, ପୁଅ ମୁଁ ତ ପଇସା ପାଇଛି ଆଉ ବହୁତ ଖୁସିରେ ଅଛି। ପୁଣି ବାପା ପୁଅକୁ ଫୋନ୍ କରି କହନ୍ତି, ବାପାରେ ମୋ ପଇସା ସରି ଆସିଲାଣି, ଆଉ ତୁ ଯେଉଁ ପଇସା ପଠାଇଥିଲୁ ସେଥିରୁ ଆଉ କିଛି ରହିଛି। ଅର୍ଥାତ୍ ସେ ପୁଅକୁ ମନେ ପକାଇ ଦିଅନ୍ତି ଯେ ମୋତେ ତୁ ପୁଣି ପଇସା ପଠାଇଦେବୁ। ଏ ହେଉଛି ପ୍ରେମ। ଏ ହେଉଛି ପ୍ରେମର ଭାବନା। ପୁଅ ବୁଝିପାରେ ଯେ ବାପା ଚାହୁଁଛନ୍ତି ମୋ ପାଖକୁ ତୁ ପଇସା ପଠା। ମା ପୁଅ ଆସିଗଲା ପରେ ପଚାରେ, ବାବୁରେ ତୋତେ ଯେଉଁ ଟିଫିନ୍ ଦେଇଥିଲି ସବୁ ଖାଇ ଦେଇଛୁ ତ? ମଝିରେ ଫୋନ୍ କରି ମନେ ପକାଏ, ବାପା ତୋତେ ଟିଫିନ୍ ଦେଇଛି ମନେ ପକାଇ ଖାଇଦେବୁ। ଏ ହେଉଛି ପ୍ରେମ। ଅଫିସରୁ ପହଞ୍ଚିଗଲେ ନିଜ ପଣତରେ ପୁଅର ମୁଣ୍ଡକୁ ଟିକେ ପୋଛିଦେବା, ବେକରେ ଛାତିରେ ପିଠିରେ ହାତ ମାରି ଆଉଁସି ଦେବା, ଏ ହେଉଛି ପ୍ରେମ। ବନ୍ଧୁ ଆପଣଙ୍କ ଘରକୁ ଆସିଛି, ଆପଣଙ୍କ ଘରୁ ଗଲା ପରେ ଯାଇ ପହଞ୍ଚି ମେସେଜ କଲା, ଆରେ ଭାଇ ମୁଁ ଭଲରେ ପହଞ୍ଚିଗଲି। ଏ ହେଉଛି ପ୍ରେମ। ଭଉଣୀ ଭାଇକୁ ମନେ ପକାଇ ଦିଏ, ଭାଇ ରାକ୍ଷୀ ପୂର୍ଣ୍ଣିମା ଜାଣିଥା ମନେ ରଖିଥିବୁ। ଏ ହେଉଛି ପ୍ରେମ। ତେଣୁ ପ୍ରେମ ସମସ୍ତେ ସମସ୍ତଙ୍କୁ କରିପାରିବେ। ସେଥିରେ ବୟସର ସୀମା ନାହିଁ, ସେଥିରେ ଲିଙ୍ଗର କୌଣସି ଆବଶ୍ୟକତା ନାହିଁ। ସମସ୍ତେ ସମସ୍ତଙ୍କୁ ପ୍ରେମ କରିପାରିବେ। ପ୍ରେମ ଯୁଗେ ଯୁଗେ ଅମର। ପ୍ରେମ ସମସ୍ତଙ୍କ ହୃଦୟରେ ଅଛି। କିଏ ତାହାକୁ ଜୀବିତ ରଖିଛି, କିଏ ତାକୁ ସୁପ୍ତ ଅବସ୍ଥାରେ ରଖିଛି।